10ଟି ଶ୍ରମିକ ସଂଗଠନ କୃଷକ ମୋର୍ଚ୍ଚା ଆହ୍ୱାନରେ ଆଜି ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଯେ ଧର୍ମଘଟର ଉଦ୍ଦେଶ୍ୟ ହେଲା ଯେ ସରକାର ଗୋଟେ ମିଛୁଆ ସରକାର ଏବଂ ପ୍ରକୃତରେ ଲୋକଙ୍କ ଭୋଟ ପାଇଁ ଯେ ସରକାର ଯାଇନାହିଁ। ଆମେ ତା ଅନୁଭବ କରୁଛୁ ଯେ ଭୋଟ ଜାଲିଆତି କରି ନିର୍ବାଚନରେ ଜିତିକି ସରକାରକୁ ଯାଇଛନ୍ତି। ଯଦି ଜନଗଣଙ୍କ ଭୋଟରେ ଯାଇଥାନ୍ତେ ତାହେଲେ ଜନଗଣଙ୍କ ଉପରେ ଏଭଳି ଅକଥନୀୟ ଅତ୍ୟାଚାର ତିଆରି କରିବା ଯୋଜନା କରିନାହାନ୍ତି, ଆଇନ କରିନାହାନ୍ତି। ଆଜି 29 ଶ୍ରମ କୋଡକୁ ବଦଳାଇ 4ଟା ଶ୍ରମ କୋଡ କରିଛନ୍ତି। ସେଥିରେ 10 ଘଣ୍ଟା ଶ୍ରମ କରିବାର ଯେଉଁ କାର୍ଯ୍ୟଧାରାକୁ ନିର୍ଘଟ କରିଛନ୍ତି, ଇଏ ହେଉଛି ସମ୍ପୂର୍ଣ୍ଣ ରୂପେ ହାସ୍ୟାସ୍ପଦ। ସାରା ବିଶ୍ୱରେ 1886 ମସିହାରେ ଚିକାଗୋ ଆନ୍ଦୋଳନରେ ସାରା ବିଶ୍ୱ ନିଷ୍ପତ୍ତି କରିଥିଲା 8 ଘଣ୍ଟା ଶ୍ରମ। ଆଜି ଯଦି କମ୍ପ୍ୟୁଟର ଯୁଗରେ ବରଂ ତାକୁ 5 ଘଣ୍ଟା କଲେ ଅନେକ ବେକାର ଯୁବକ ନିଯୁକ୍ତି ପାଇପାରିବେ, ତା ବଦଳରେ 10 ଘଣ୍ଟା କରାଯାଇଛି। ଏବଂ ସ୍ତ୍ରୀ ଲୋକମାନେ ରାତିକାଳୀନ କାମ କରିବେ, ଯେଉଁଠିକି ସ୍ତ୍ରୀ ଲୋକମାନଙ୍କର ସୁରକ୍ଷା ନାହିଁ। ଏଭଳି